ओम श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराणर एकादश स्कंदर 23 अध्याय अर्थात 30तम अध्याय आज आम श्रवण करवा। यही अध्याय भागवत धर्म निरूपण और उद्धव बदरिका गमन कथा वर्णना कर प्रथम भाग में पद्यांतरी एवं द्वितीय भाग में यार व्याख्या शुणा। कलिजुगे केवल भागवत श्रवण ही यथेष्ट, एणु धारावाहिक भाव यह शुणा आवश्यक एवं चैनल को निश्चय सब्सक्राइब करवा। तेज आसतु आरंभ करवा। 30 अध्याय। त्रिंशे भक्ति जोग शुण, त्रिंशे भक्ति जोग पूर्ण, संक्षेपे होइछि वर्णन। जोग साधन तत्ववाणी उद्धव कृष्ण मुख शुणी, संशय मने भय करी बोले गोविंद पाद धरी। उद्धव उवाच भोनाथ प्रभु दामोदर, शुणिली जोगर विचार। क्षण घोर देह धरी केओबा पारे साध्य करी। सुखे लपे साध्य करी तो माया केमंते निस्तहरी। अनेक जन्मे जोगिन रे जोग साधंती ए संसारे। ध्यान धारणा दृढ़ासने संयमी चित्त सावधाने। से जोग साधी ए संसारे केओबा पारे के न पारे। एणु संसारे के बाजन साधिब जोगे तत्वज्ञान। उपाय कहो नाथ मोते ए जीव निस्तरे के मन्ते। पद्मनयन विश्वेश्वर तु नाथ जदु वीरवर। तोहर अभय पयर ब्रह्मानंद सुख घर। से पाद पद्म आश्रय कले जीव संसारु तरे भले। सार सार विचारणे भजितो पाद बुधगणे। भक्ति जोग साध्य करी भबुभ कते जानती तहरी। जोगिए जोग मार्गे भ्रमी फुटिहु अंति पथ श्रमी। तोहर चित्र गति माया के जानी पारे प्रभु ताहा। भोनाथ कृपारु तोहर भकत संकट उद्धार। अन्य शरण नाही जार तोते जे भजे निरंतर। तु नाथ हेउ तार बस दंडे न छाड़ू तार पास। एकथा अद्भुत कि तोते तुझे भकत जनहिते। बानर भालुंकर मेले तोब तार मोहितले। राम स्वरूपे निज अंशे तोहर जन्म रघुवंशे। सुरेंद्र किरीट अग्रत तोपाद रेणु रे भूषित। तु नाथ जगत जीवन दरिद्र प्राणींकर धन। अशेष भुवन कारण तु नाथ जगत धारण। तु नाथ भूत तत्वज्ञाता अशेष कर्म फलदाता। तु पिता माता दाशरथी अशेष जगतर पति। तो पाद सेवा परिहरी के पारे भव सिंधु तरी। जे तोर महिमा न जानी अन्य देवता पूजे आनी। तपस माधि जोग बंधे कियबा धर्म मोक्ष साधे। केवल अचेतन सेही ताहार
কর্ম সিদ্ধি কাহি মায়া মোহিত রজত মে বিধাতা রহে তার বামে যে ভক্তি মতে ভজে তোতে তুথাউ তাহার অগ্রতে କରୁତା ହାର ଉପକାର ଏଣୁ ଭକତେ ତୋ କିଙ୍କର ଏଭାବେ ବ୍ରହ୍ମଜ୍ଞାନୀ ଜନେ ତୋ ନାମ ଉଚ୍ଚାରି ବଦନେ ପ୍ରମୋହ ରସେ ତୋତେ ଚିନ୍ତି ଆନନ୍ଦ ସାଗରେ ଭାସନ୍ତି ତୋ ଗୁଣ ଖୋଜି କେ ପାରଇ ବ୍ରହ୍ମା ୟୁସେ ଦେହ ପାଇ ତୋ ପାଦ ପଦ୍ମ ସୁଧା ଆସେ ଭକତ ବନ୍ଧା ପ୍ରେମ ପାସେ ଭନାଥ ତୋର ଅବତାର ଅଶେଷ ପ୍ରାଣୀଙ୍କ ଉଦ୍ଧାର ଏ ଘୋର ମାୟା ମୋହ କଳ୍ପେ ଜୀବ ଧାରୁ ଗୁରୁ ରୂପେ ଏ ଦେହ ମନ ଅହଙ୍କାର ଯାବତ ଇନ୍ଦ୍ରିୟ ସଞ୍ଚାର ତୁ ଅନ୍ତର୍ଯ୍ୟାମୀ ରୂପ ଧରି ଦୁରିତ ଖଣ୍ଡୁ ନରହରି ଏଣୁ ତୁ ଜଗତ କାରଣ ଅଶେଷ ଜନତ ଶରଣ ଶ୍ରୀ ଶୁକ ଉବାଚ ଏମନ୍ତ ଉଦ୍ଧବର ବାଣୀ ଶୁଣି ସନ୍ତୋଷ ଚକ୍ରପାଣି ତ୍ରିମୂର୍ତ୍ତି ଧାରି ଯେ ଈଶ୍ୱର ଜଗତ ଯାର ଖେଳ ଘର ବିମ୍ବ ଧରେ ମନ୍ଦେ ହସି ଉଦ୍ଧବେ କହନ୍ତି ଆଶ୍ୱାସୀ ଶ୍ରୀ ଭଗବାନ ବାଚ ଶୁଣ ଉଦ୍ଧବ ସାଧୁ ଧୀର ଯେ ଧର୍ମ ପରମ ମଙ୍ଗଳ ଯେ ଧର୍ମ ଆଚରିଣ ନର ହେଳେ ଖଣ୍ଡଇ ମୃତ୍ୟୁ କାଳ ମୋହର ଅର୍ଥେ କର୍ମ କର ସର୍ବ ଆରମ୍ଭ ଛାଡ଼ି ସ୍ମର ନିର୍ମଳ କରି ବୃଦ୍ଧି ମନ ନିର୍ମଳ କରି ବୁଦ୍ଧି ମନ ମୋର ଚରଣ କର ଧ୍ୟାନ ବିରତି କରି ଶୁଦ୍ଧ ଚିତେ କର୍ମ ତୁ କର ମୋର ଅର୍ଥେ ପବିତ୍ର ଭୂମି ପୁଣ୍ୟ ଦେଶେ ମୋର ଭକତ জন ପାଶେ ମୋର ଭକତ ବସେ ଯହିଁ ସକଳ ତୀର୍ଥ ଥାନ୍ତି ତହିଁ ଯେ ଧର୍ମ କରେ ମୋ ଭକତ ଉଦ୍ଧବ କର ସେହି ମତ ମୋ ଯାତ୍ରା ପର୍ବ ମହୋତ୍ସବ ଆନନ୍ଦେ କର ହେ ଉଦ୍ଧବ ନାମ କୀର୍ତ୍ତନ ନୃତ୍ୟ ଗୀତେ ମଙ୍ଗଳ କର ଅନୁବ୍ରତେ ମୋର ମଙ୍ଗଳେ ସର୍ବସିଦ୍ଧି ଯେ ମୋର ମହୋତ୍ସବ ବିଧି ସକଳ କର୍ମ ଫଳ ତେଜ ସର୍ବସ ପୂର୍ଣ୍ଣେ ମତେ ଭଜ ସକଳ ଭୂତେ ବାସ ମୋର ମୁଁ ସର୍ବ ଅନ୍ତର ବାହାର ଉଦ୍ଧବ ମତେ ଦେଖ ଧ୍ୟାନେ ମୋ ବିନେ କିଛି ନାହିଁ ଅନେ ମୁଁ ନିରାଲମ୍ବ ନିରାଧାରେ ବସଇ ସକଳ ଶରୀରେ ସ୍ୱଭାବେ ମୁହିଁ ବିଶ୍ୱରୂପୀ ଦେଖ ଗଣ ଯେହ୍ନେ ବ୍ୟାପୀ ଏଣୁ ମୁଁ ସର୍ବଭୂତେ ଥାଇ ପର ପର ମୋର ନାହିଁ ଏଘେନି ସକଳ ସମାନେ ଦେଖ ତୁ ପ୍ରେମ ତତ୍ତ୍ୱଜ୍ଞାନେ ବ୍ରାହ୍ମଣ କ୍ଷତ୍ରି ବୈଶ୍ୟ ଶୂଦ୍ର ପତିତ ଚଣ୍ଡାଳ ବା କ୍ଷୁଦ୍ର ସର୍ବସ ମାନ ଦେଖ ଚିତେ ଶୁଣ କହିବା ଦୃଷ୍ଟାନ୍ତେ ଅନଳ କଣା ବଡ଼ ସାନ ଅନଳ ନୁହଁ ସେ ଭିନ୍ନ ରବିଶ ସାଙ୍କ ରଶ୍ମି ଯେତେ ପ୍ରକାଶ ପନ୍ତି ଦିବାରାତ୍ରେ ବିଚାରେ ଚନ୍ଦ୍ର ସୂର୍ଯ୍ୟ ସେହି ଏମନ୍ତେ ସର୍ବଭୂତେ ମୋହି କ୍ରୂର କ୍ରୂର ଯେତେ ଜନ ତାହାଙ୍କୁ ଦେଖିବ ସମାନ ଏମନ୍ତ ହୋଇ ଯାର ଚିତ ତାହାକୁ ବଲିଣ ପଣ୍ଡିତ ମୁହିବ ସଇ ସର୍ବଭୂତେ ଏମନ୍ତେ ଦେଖିବ ନିରତେ ମଦମାଶ୍ଚର୍ଯ୍ୟ ଅହଙ୍କାର କ୍ରମେଶ କଳହନ୍ତି ଦୂର
ଶ୍ୱାନ ଚାଣ୍ଡାଳ କୃମିଖର ଗୋଅଶ୍ୱ ବାନର ଶୁକର ଏ ଆଦି ପ୍ରାଣୀ ସାନ ବଡ଼େ ଯେ ଆସି ମିଳିବ ନିଆଡ଼େ। ନିଆଡ଼େର ଅର୍ଥ ସମ୍ମୁଖରେ। ଦେଖି କପାଳେ କର ଦେଇ ଭୂମିରେ ଦଣ୍ଡ ପ୍ରାୟ ଶୋଇ ଦୂରେ ନି ବେଶୀ ଲଜ୍ଜାମାନ ଚରଣେ କରିବ ପ୍ରଣାମ। ତାହାଙ୍କୁ ଗୁଣ ଦୋଷ ଯେତେ ମନେ ନ ଧରି କଦାଚିତେ ଈଶ୍ୱର ବସେ ସର୍ବଦେହେ ଏ ଘେନି ନମିବ ନିର୍ଭୟେ। এই ନିର୍ଭୟ ଅର୍ଥଟି କାହିଁକି କୁହାଗଲା? এই ଯେଉଁ ଆମେ 14, 15, 16 ମଧ୍ୟରେ ବର୍ଣ୍ଣିତ ବିଷୟବସ୍ତୁକୁ ଆଧାର କରି କେହି କେହି ସମସ୍ତଙ୍କ ସହ ସମାନ ବ୍ୟବହାର କରିବାକୁ ଉପଦେଶ ଦିଆଯାଇଛି ବୋଲି କହିଥାନ୍ତି। ବସ୍ତୁତଃ ଏଠାରେ ସମସ୍ତଙ୍କ ମଧ୍ୟରେ ଈଶ୍ୱରଙ୍କ ସତ୍ତା ଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି, ସମସ୍ତଙ୍କ ସହ ସମ ବ୍ୟବହାର କରିବାକୁ ନୁହେଁ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ଏକଥା ସ୍ପଷ୍ଟ ଉଲ୍ଲେଖ ଅଛି ଯେ ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନୀ ସୁନିଚୈବ ସ୍ୱପାକେ च पंडिताः समदर्शिनः। सुतरां अब्राह्मण चंडाल नीचाति नीच पशु एपरिकी स्थावर जंगम समस्तठारे एकमात्र भगवान अस्तित्व अनुभव करी सेमानक अहित हेबा भली कौनसी कार्य न करिबा उचित। किंतु एहार अर्थ नुहे जे मनुष्य जाति धर्म निर्विशेष समस्तक सह भोजन विवाह आदि करिब, श्वान शुकर प्रभृति सह निबिड़ अंगस्पर्श करिब एवं क्रूर बा दुष्ट लोकों सानिध्य रहिब। भगवान समस्त प्राणी को भिन्न भिन्न गुण स्वभाव आकृति रूप रंग प्रदान करी सृष्टि संचालन जो अनिर्वार्य मर्यादा प्रतिष्ठा करछन्ति ताहाकु रक्षा करिबा तत् प्राणी पदार्थ संगे तदनुरूप व्यवहार करिबा ही समता। समस्तक सह समव्यवहार करिबा असंभव मध्य। घोड़ा पिठिरे बसी हुए, कुकुर बा घुषुरी पिठिरे बसी हुए नहीं। नारी संतान प्रसव करिपारे, पुरुष करिपारे नहीं। गाईर क्षीर पिया जाए, कुकुरीर नुहे। अतएव विभिन्नतार वैचित्र्यपूर्ण सृष्टि रे एकमात्र अभिन्न परमात्मा को सर्वत्र दर्शन करी भगवान को तांको नानाविध स्वरूपर अनुरूप व्यवहार माध्यम पूजा कराजिबा आवश्यक। समस्त भूते मोर भाव जाबत नहिछि संभव ताबत उपासना मोर मनव चन काय कर ए रूपे उपासन्ते मोते ईश्वर देखी सर्वभूते आत्मा ख्यात हुए जेबे छाड़िब सर्व काम तेबे ए रूपे करन्ते विचार छाड़ई भेद तोर मोहर कायरे मन वचन रे मो भाव सर्वभूते करे एहि जे सर्वधर्मसार ए वाक्य सम्मत मोहर उत्तम गति ए बोलाई ए मार्गे गमी मते पाई ए धर्म अनुभव मात्रे विगुण नहे तिल मात्रे। विगुण अर्थात नष्ट। केवल कर्म फल त्यागे रमिब मोर अनुरागे ए धर्म परम मंगल केबे नाश नाही तार मुहिए धर्म आश्रय करी संसार मध्ये अवतरी शुणऊ धब साधु धीर ए धर्म आचर मोहर ए धर्म न जानी जे नर करई लोक व्यवहार से व्यर्थ कर्मे क्लेश पाई ताजेबे मते समर्पई से नर भव सिंधु तरे न पड़े घोर अंधकारे ए धर्म मार्गे बुद्ध जन तरिले संसार गहन एणु सत्यमय देहे जे सत्य साधंती उपाय केवल लभंती से मोते शुणऊ धब कहूँ तोते ए धर्म सर्ववेदसार मुनिज नकु अगोचर उद्धव कहिली मु सत्य ऐसे परम ज्ञान तत्व
एणे हो भव सिंधु करी एणे हो भव सिंधु तरी जेबे तू पारु दृढ़े धरी ଏହା ଯେ ଶ୍ରବଣେ ଶୁଣନ୍ତି ସେ ମୋହ ଜଡ଼େ ନ ପଡ଼ନ୍ତି ଅଶେଷ ପାପ କରିଥିଲେ ତରନ୍ତି ସଂସାରୁ ସେ ଭଲେ ଦୁଷ୍ଟପତିତ ଦୁରାଚାର ସେ ପୁଣି ଭବୁ ହନ୍ତି ପାର ଏ ଧର୍ମ ବ୍ରହ୍ମ ନିରୂପଣ ସୁଧଗୁ ପତ ସନାତନ ଏ ଧର୍ମ ସାଧ୍ୟ ଥାଉ ଦୂରେ ଯେ ପ୍ରାଣୀ ଶୁଣି ଶ୍ରଦ୍ଧା କରେ सकल पापू से तरई अंते परम गति पाई ए धर्म परम आख्यान जे मोर भक्ते करे दान जेबाक रही उपदेश लभई धर्म पुण्य जस मुताकू देई आत्मापद जेणे से निस्तरे प्रमाद भकते कहे जे विस्तारी से ब्रह्म पदे अधिकारी परम पवित्र ए बाणी संसारो तर एहा शुणी एहा जे पढ़ंती शुणंती पंडित पणे बखाणंती से मोर भकत विश्वास छिंडाए कर्म बंध पास ए धर्म परम गुपत अशेष जन्म कर्म हित बोलती श्री मधुसूदन उद्धव धन्य तो जीवन एबे तू कर दृढ़ मन हेले खंडिबु मति भ्रम जे काम क्रोध शोक मोह हेले खंडिबु भव भय संशय मोह जाल संगे दंडे न थिब तोर अंगे शुणे हो सावधान होई ए धर्म जे लोके न कही दाम्भिक नास्तिक कपटी कुटिल विषय लंपटी भक्ति शून्यमतिहीन श्रवणे जार नाही मन एहांकु ए धर्म न कही शुणऊ धब जाकु कही साधु चरित लोकप्रिय सुचिप मित्र पुण्य देह ब्राह्मण चरण जे सेवे दोष न धरे पराभवे एमंत प्राणींकर मधे ए धर्म कहिब आनंदे जे शूद्र भजे मोरे पोथ जे शूद्र भजे मोर पथे मो नाम जपे दृढ़ चिते जे नारी मोर भावे थाई स्वामी गते मते ध्याई मो नाम मुखे जेहु जपे हरसे कि अबा बिलापे से प्राणी मोहर विश्वास ताहाकू देई उपदेश ए धर्मे श्रद्धालु जे नर कि धर्म अवशेष ताहार जेबे मृत पान करे आनर से कि मन स्फुरे जे ज्ञान कर्म जोग वृत्ति जे अबा धर्म दंड नीति साधने जे फल प्रत्यक्ष जे धर्म अर्थ काम मोक्ष ए सर्व साधने जे लाभ से सर्व मुतर उद्धव ए धर्म जीव जेबे भोजे मोर शरणे सर्वतेजे निर्वाण पद तत्क्षणे लभई मोहर स्मरणे तार संसार बेगे तुटे मुथाई ताहार निकटे श्री शुकवाच ए रूपे कृष्ण मुख शुणी उद्धव जोड़े बेनी पाणी प्रेम को अंठित कंठ द्वार कातरे कंपई शरीर पुलके अंग तार पुरे बदनु बचन सुरे क्षणके हुए हत ज्ञान क्षणके हुए सावधान आनंदे सिरे कर दे
ପ୍ରେମେ ବୋ ଲଇ ତ୍ରାହି ତ୍ରାହି ବିକଳେ କୁଣ୍ଠିତ ବଚନ ବୋଲୋଇ ଶୁଣ ଭଗବାନ ଉଦ୍ଧବ ଉବାଚ ଏ ମୋହମୟ ଅନ୍ଧକାର ତୋର ପ୍ରସନେ ହେଲା ଦୂର ତୋର ଭୟ ପାଦ ତଳେ ମୁଁ ଯେ ବୁଡ଼ିଲି ସୁଖ ଭୋଳେ ଅଗ୍ନିଶ ମୁଖେ ଭାବଗ୍ରାହୀ ଯେହ୍ନେ ନ ପାରେ ଶୀତ ରହି ମୋର ଜ୍ଞାନ ସେହି ମତେ ତୋ ଆଗେ ରହିବ କେମତେ ତୁ ମତେ ଭୃତ୍ୟ ଦେଖି ହରି ଏଭାବେ ଅନୁଗ୍ରହ କରି ଅଜ୍ଞାନ ଅନ୍ଧକାର ମୋର ଜ୍ଞାନେ ଗୋବିନ୍ଦ କଲୁ ଦୂର ଅଶେଷ ଜନ୍ମ ପୁଣ୍ୟ ଫଳେ ପ୍ରାଣୀ ତୋ ଚରଣ କମଳେ तो अनुग्रहे करे सेवा से न जा नई अन्य देवा ए दृढ़ स्नेह पाश मोर ज्ञाने छे दिलु चक्रधर पुत्रक लत्र बंधुजन ए बंधु फिटिला मन नम गोविंद तो चरण जे पाद प्रपन्न रक्षण मुनीन्द्र गणे जहा चिंती ए घोर संसार तरंती मते बुझाऊ उपदेश बोलु जे नथा मोर पास केमंते धरी बिमु प्राण न देखी अभय चरण ए दुष्ट चंचल मोचित तोर चरणे गोपीनाथ निश्चले रखी विजे मते श्रीमुखे आज्ञा हेउ मते श्री भगवान वाच शुणिबो लंती भावग्राही उद्धव बेगे चलतु हि बदरी नारायणाश्रमे कानने चले यथाक्रमे मोर चरण जले जाई शीघ्र पखाल तोर देहि आनंदे स्नान पान कर सकलु पापरु निस्तर जे पाप अछि तोर मने खंडिब गंगा दर्शने एठारे भगवान श्रीकृष्ण उद्धव को कहते जे तमे गंगा दर्शन करी सेठी स्नान कर रो अर्थ कौन जे पाप अछि तोर मने खंडिब गंगा दर्शने इत्यादि उक्तिर सन्देह उठिपारे जे श्रीकृष्ण अंतरंग सखा तथा परमज्ञानी भक्त उद्धवंकर पुणी केउ पाप थिला जहा प्रक्षालन करिया निमंते भगवान गंगा स्नान करने को प्रेरित करुछंती। द्वितीयतः सर्वकर्मसहारा भगवान सान्निध्य और अंगसंग लाभ करने सत्वे पुणी केउ पाप तांकर रहीगला। एही संदेह मोचन करी पूज्यपाद श्रीधर स्वामी तांको भावार्थ दीपिका टीकारे लिखिछंती मया दिष्ट लोक संग्रहार्थे मेहताबाद कुर्बित अर्थात मो आदेश क्रमे लोकशिक्षा अर्थे यह कर। उद्धवंकर जे पाप थिला ताहा नुहे एठारे वास्तव में तीर्थर महिमा प्रदर्शित होइछि। भक्त मानक निमित्त करी भगवान साधारण जीव मानक कर्तव्य शिक्षा देइथांती। श्रीमद् भगवत गीतारे मध्य नर ऋषि अवतार अर्जुन को कर्तव्य शिक्षा दे भगवान पूर्व परंपरा को अनुसरण करने को कहते कुरु कर्मैव तस्मात् त्वं पूर्वे ही पूर्वतर कृतम्। यह चतुर्थ अध्याय 15तम श्लोक अटे। स्नाने निर्मल चित्त करी मो नाम हृदय सुमरी भक्षिण शाक कंदमूल पिंधिबु वृक्षर बकल शीतव रसा ग्रीष्म काले बसिबु समाधि निश्चले शांतस जत साधु होई मोर चरणे चित दे ज्ञान भी ज्ञाने सममति मो पादे मन बुद्धिरति मु जहा कही अछि तोते विचार करी ता सुचिते मते समर्पी वाक्य मन निरते साध मोर धर्म त्रिगुण
ତେଜି ଅନ୍ତକାଳେ ପଶିବୁ ମୋ ପାଦ କମଳେ ଏବେ ତୁ ଶୀଘ୍ର ଚଳ ଏକା ଆଶ୍ରମ ନାମେ ବଦରିକା। ଶ୍ରୀ ଶୁକ ଉବାଚ ତକ୍ଷଣେ ଆଜ୍ଞା ଶିରେ ଧରି କୃଷ୍ଣଙ୍କୁ ପ୍ରଦକ୍ଷିଣ କରି କୃଷ୍ଣଙ୍କୁ କରି ନମସ୍କାର ଚରଣେ ଦେଇ ନିଜ ଶିର ପଡ଼ିକା ଦଇ ଭୂମି ଗତେ ଅଜ୍ଞାନାଚ୍ଛନ୍ନ ମୋହଚିତେ ଦେହେ ଜୀବନ ଜ୍ଞାନ ନାହିଁ କାତରେ କମ୍ପେ ତାର ଦେହି କ୍ଷଣକେ ବିଚ୍ଛେଦ କାତରେ ରୋଦନ କରେ ଉଚ୍ଚ ସ୍ୱରେ କୃଷ୍ଣଙ୍କୁ ଚାହିଁ କମ୍ପେ ଦେଇ ବଦନୁ ବାକ୍ୟ ନସ୍ଫୁରଇ ଉଠି କୃଷ୍ଣଙ୍କୁ ବୋଲେ ବାଣୀ ମୋତେ କି ଭଣ୍ଡୁ ଚକ୍ରପାଣି ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣେ ଆଶ୍ରମ ନାମ ବଦରିକା ସେ କି ତୋ ଚରଣ ଅଧିକା ତୋତେ ନ ଦେଖି ନରହରି ଜୀବନ ନ ପାରିବି ଧରି କୃଷ୍ଣ କହନ୍ତି ପୁଣ ପୁଣି ଉଦ୍ଧବ କାନ୍ଦେ ତାନ ଶୁଣି ଦେଖିଣ ଉଦ୍ଧବ କାତର ଦୟାସାଗର ଦାମୋଦର ରତ୍ନପା ଦୁକା ପାଦୁ ଫେଇ ଉଦ୍ଧବ କରି କୃଷ୍ଣ ଦେଇ ବୋଲନ୍ତି ପ୍ରଭୁ ବନମାଳି ଉତ୍ତର ପଥେ ଯାଅ ଚଳି ଏ ପାଦ ତଳେ ତପଦାହି ଅନ୍ତେ ପାଇବୁ ମୋର ଦେହି ଏହା କହନ୍ତେ ନାରାୟଣ ଉଦ୍ଧବ କଲା ପ୍ରଦକ୍ଷିଣ କୃଷ୍ଣପା ଦୁକା ମୁଣ୍ଡେ କରି କୃଷ୍ଣଙ୍କୁ ହୃଦ ପଦ୍ମେ ଧରି ତକ୍ଷଣେ ଛାଡ଼ି ମୋହପାଶ ଧନକୁ ଟୁମ୍ବ ଦାରାଦାସ ପ୍ରାଣଆ କୋଳେ ଶୋକ ଭରେ ଉଦ୍ଧବ ଗଲା ଧୀରେ ଧୀରେ ଉତ୍ତର ମୁଖେ ଚଳି ଯାଆନ୍ତେ ନୟନୁ ଅଶ୍ରୁ ପଡ଼େ ପଥେ କୃଷ୍ଣର ବୀର ହେ କାତର କରଜୁ ଗଳ ତାଡ଼େ ଶିର କୃଷ୍ଣର ବୀର ହେ କାତରେ କରଜୁ ଗଳ ତାଡ଼େ ଶିରେ ବିକଳେ ହୃଦୟ ଅସ୍ଥିରେ ମିଳିଲା ବଦ୍ରିକା ତୀର୍ଥରେ ତପଆ ରାଧି ବନବାସେ ଯେମନ୍ତେ କୃଷ୍ଣ ଉପଦେଶେ ହରିଙ୍କି ହୃଦୟ କମଳେ ଆରାଧି ଜ୍ଞାନ ଯୋଗ ବଳେ ତପସ ମାଧି ଯୋଗ ବଳେ ଭକତି ବିସ୍ତାରି ଶୟଳେ ଭକତ ମଧ୍ୟେ ଶ୍ରେଷ୍ଠ ହୋଇ ଅନ୍ତେ ପରମ ଗତି ପାଇ ଦୟାସାଗର ନରହରି ସ୍ୱଯଶ ଜଗତେ ବିସ୍ତାରି ସ୍ୱଭାବେ କୃଷ୍ଣ ଧର୍ମ ସେତୁ ସଂସାର ଉଦ୍ଧାରଣ ହେତୁ ତାଙ୍କ ଚରିତ କେବା ଜାଣେ ମହିମା ନିଗମ ବଖାଣେ କହନ୍ତି ବ୍ୟାସଙ୍କର ସୁତ ଶୁଣିଲେ ରାଜା ପରୀକ୍ଷିତ ଗୋବିନ୍ଦ ନିଜ ଭୃତ୍ୟ ଅର୍ଥେ ଯାହା କହିଲେ ଜ୍ଞାନ ପଥେ ଅମୃତ ରସମୟ ବାଣୀ ଉଦ୍ଧବ ନିସ୍ତରିଲା ଶୁଣି ଯେ ପ୍ରାଣୀ ଶୁଣେ ଏହା କର୍ଣ୍ଣେ ହୃଦେ ଭକତି ଅନୁମାନେ ଆନନ୍ଦ ରସ ସୁଧାନିଧି ଯେ ଏଣେ ବୁଢ଼େ ନିରବଧି ଶ୍ରଦ୍ଧା ଭକତି ଭାବେ ଚିନ୍ତି ଶୁଣନ୍ତେ ନ ଲାଗେ ଦୁର୍ଗତି ସୁଖେ ସେ ଭବ ସିନ୍ଧୁ ତରେ ତା ସଙ୍ଗେ ସଂସାର ନିସ୍ତରେ ନିଜ ଭକତ ଜନ ଅର୍ଥେ ଭୃଙ୍ଗର ପ୍ରାୟ ବେଦ ପଥେ ସାରଉ ଧାରି ଦାମୋଦର ଉଦ୍ଧବେ ଦେଲେ ସୁଧାଧାର ଜ୍ଞାନ ବି ଜ୍ଞାନ ସାର ଯେତେ ଉଦ୍ଧବ ସଞ୍ଚେଇଲା ଜଗତେ ଏ ଯେ ଶ୍ରୀ କୃଷ୍ଣ ମୁଖ ସୁଧ ଏ ଯେ ଶ୍ରୀ କୃଷ୍ଣ ମୁଖ ସୁଧା ପିବନ୍ତେ ତୁଟେ ଭବବାଧା ସେ ଆଦି ଅନାଦି ନିଧାନ ସ୍ୱଭାବେ
ପୁରୁଷ ଉତ୍ତମ ସେ ନନ୍ଦନର ପାଦେ ଭକତି ହେଉ ଅପ୍ରମାଦେ। ବୋଲୋଇ ବିପ୍ର ଜଗନ୍ନାଥ ଶ୍ରୀ ଏକାଦଶ ଭାଗବତ ଉଦ୍ଧବ ଗଲେ ଯେଉଁ ଦାଣ୍ଡେ ସେ ରେଣୁ ପଡ଼ୁ ମୋର ମୁଣ୍ଡେ। ଉଦ୍ଧବ ଗଲେ ଯେଉଁ ଦାଣ୍ଡେ ସେ ରେଣୁ ପଡ଼ୁ ମୋରେ ମୁଣ୍ଡେ। ଭକତ ଜନ ପାଦେ ପଡ଼ି ଏବର ମାଗେ କର ଯୋଡ଼ି। ପାମର ହୀନ ଜ୍ଞାନ ମୋର ପଣ୍ଡିତେ ଦୋଷ ମନ ଧର। କୃଷ୍ଣ ଚରଣେ ନାନା ମତେ ଭକତି ହେଉ ଦୃଢ଼ ଚିତେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ଏକାଦଶ ସ୍କନ୍ଧେ ଉଦ୍ଧବ ବଦରିକା ଗମନେ ସଂକ୍ଷିପ୍ତ ଭକ୍ତି ଯୋଗ ନିରୂପଣ ନାମ ତ୍ରିଂଶୋଧ୍ୟାୟଃ। ବର୍ତ୍ତମାନ ଆସନ୍ତୁ ଏହି ଅଧ୍ୟାୟର ଆମେ ବ୍ୟାଖ୍ୟା ଶୁଣିବା। ଉଦ୍ଧବ କହିଲେ, ହେ ଅଚ୍ୟୁତ, ଆପଣ ଏ ଯେଉଁ ଯୋଗ ସାଧନା କହିଲେ ମୁଁ ଦେଖୁଛି ନିଜ ମନକୁ ବଶ କରିପାରିନଥିବା ବ୍ୟକ୍ତି ପକ୍ଷେ ଏହା ବଡ଼ କଠିନ। ତେଣୁ ଆପଣ ଏପରି କିଛି ସରଳ ସାଧନା କହନ୍ତୁ ଯାହା ବଳରେ କି ମନୁଷ୍ୟ ଅନାୟାସରେ ପରମପଦ ଲାଭ କରିପାରିବ। ହେ କମଳ ନୟନ, ଆପଣ ଜାଣନ୍ତି ଯେ ଆପଣଙ୍କୁ ପାଇବା ନିମନ୍ତେ ଅଧିକାଂଶ ଯୋଗୀ ମନକୁ ଏକାଗ୍ର କରିବାରେ ଲାଗନ୍ତି ସତ, କିନ୍ତୁ ବାରମ୍ବାର ଚେଷ୍ଟା କରି ମଧ୍ୟ ମନକୁ ବଶ କରିବାରେ ସଫଳ ହୋଇପାରନ୍ତି ନାହିଁ। ଶେଷରେ ସେମାନେ ହାର ମାନନ୍ତି ଏବଂ ଆପଣଙ୍କୁ ପାଇ ନ ପାରିବାରୁ ବହୁ ମନ ଦୁଃଖ କରନ୍ତି। ଅତଏବ ସେପରି ଦୁଃଖରୁ ମୁକ୍ତ ହେବାର ଉପାୟ କ'ଣ? ହେ ପଦ୍ମଲୋଚନ, ହେ ବିଶ୍ବେଶ୍ୱର, ଆପଣଙ୍କର ଚରଣ କମଳ ଆନନ୍ଦ ବର୍ଷଣ କରେ। ତେଣୁ ଆପଣଙ୍କର ଅନନ୍ୟ ପ୍ରେମୀ ଭକ୍ତ ଆନନ୍ଦପୂର୍ବକ ସେହି ଚରଣ କମଳରେ ଶରଣ ଗ୍ରହଣ କରନ୍ତି। କିନ୍ତୁ ଯେଉଁମାନେ ଯୋଗ ଓ କର୍ମ କରି ନିଜକୁ ଶ୍ରେଷ୍ଠ ବୋଲି ଭାବିବାକୁ ଲାଗନ୍ତି, ଆପଣଙ୍କର ମାୟା ସେମାନଙ୍କର ବୁଦ୍ଧିକୁ ଭ୍ରାନ୍ତ କରିଦିଏ। ତା ଫଳରେ ସେମାନେ ଆପଣଙ୍କ ଚରଣରେ ଆଶ୍ରୟ ନିଅନ୍ତି ନାହିଁ। ହେ ଅଚ୍ୟୁତ, ଆପଣ ହେଉଛନ୍ତି ସମସ୍ତ ଜଗତର ହିତୈଷୀ ଓ ସୁହୃଦ୍। ଆପଣ ଆପଣଙ୍କ ଅନନ୍ୟ ଭକ୍ତଙ୍କୁ ନିଜର କରିଦିଅନ୍ତି ଓ ସେମାନଙ୍କୁ ନିଜର ସ୍ୱରୂପ ପ୍ରଦାନ କରିଦିଅନ୍ତି। ଏପରିକି ଆପଣ ନିଜେ ସେମାନଙ୍କର ସେବକ ହୋଇଯାଆନ୍ତି, ଯଥା ଆପଣ ବଳି ରାଜାଙ୍କର ଦ୍ୱାରପାଳ ହୋଇଗଲେ। ଲୋକପାଳମାନଙ୍କର ଅଧୀଶ୍ୱର ବ୍ରହ୍ମାଙ୍କ ସମେତ ବହୁ ଲୋକପାଳ ମୁକୁଟ ମଣ୍ଡିତ ଶିରରେ ଆପଣଙ୍କୁ ଭକ୍ତିପୂର୍ବକ ସାଷ୍ଟାଙ୍ଗ ପ୍ରଣାମ କରିବା ବେଳେ ସେମାନଙ୍କ ମୁକୁଟର ଅଗ୍ରଭାଗ ଆପଣ ପାଦ ରଖୁଥିବା ଖଟୁଲିରେ ଘଷି ହୁଏ। ଏତେ ମହାନ ହୋଇ ମଧ୍ୟ ଆପଣ ରାମ ଅବତାରରେ ପ୍ରେମ ପରବଶ ହୋଇ ବାନର ଭଲ୍ଲୁକମାନଙ୍କ ସହିତ ଯେଉଁ ମିତ୍ରତା କରିଥିଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଆପଣଙ୍କୁ ଭକ୍ତି ଅତ୍ୟନ୍ତ ପ୍ରିୟ ଲାଗେ। ହେ ପ୍ରଭୁ, ଆପଣ ହେଉଛନ୍ତି ସମସ୍ତଙ୍କର ପ୍ରିୟତମ ପ୍ରଭୁ ଓ ଆତ୍ମା। ଆପଣ ଅନନ୍ୟ ଶରଣାଗତମାନଙ୍କୁ ସବୁକିଛି ଦେଇଦିଅନ୍ତି। ନିଜ ଭକ୍ତମାନଙ୍କ ନିମନ୍ତେ ଆପଣ ଯେଉଁ ଅଦ୍ଭୁତ କାର୍ଯ୍ୟ ସବୁ କରିଥାନ୍ତି ତାହା ଜାଣିଯିବା ପରେ କିଏ ଭଲା ତୁଚ୍ଛ ସାଂସାରିକ ସୁଖ ପାଇବା ନିମନ୍ତେ ଆପଣଙ୍କୁ ଉପାସନା କରିବ? ଭୌତିକ ସୁଖ ବରଂ ଆପଣଙ୍କୁ ପାଶୋରି ଦେବ। ଆମେ ହେଉଛୁ ଆପଣଙ୍କ ଚରଣ କମଳ ରଜର ଅନନ୍ୟ ଉପାସକ, ତେଣୁ ଆମ ପାଇଁ ଦୁର୍ଲଭ କ'ଣ? ହେ ପ୍ରଭୁ, ଆପଣ ଆମର ଯେଉଁ ଉପକାର କରିଛନ୍ତି ତାହା ବାରମ୍ବାର ଆମର ମନେ ପଡ଼ୁଛି। କେବଳ ଆପଣଙ୍କ କୃପାରୁ ଆମକୁ ଏହି ଦେବ ଦୁର୍ଲଭ ମନୁଷ୍ୟ ଶରୀର ମିଳିଛି। ଆପଣଙ୍କର ଏହି ଅନୁକମ୍ପା ବାରମ୍ବାର ସ୍ମରଣ କରି ଆମ ହୃଦୟରେ ପରମାନନ୍ଦର ବନ୍ୟା ଆସିଯାଉଛି। ଆପଣଙ୍କର କୃପା ଏତେ ଅସୀମ ଯେ ତାହାର ପରିଣାମ ଆମେ କଳ୍ପନା କରିପାରୁନାହୁଁ। ଆମକୁ ବ୍ରହ୍ମାଙ୍କ ଆୟୁ ମିଳିଗଲେ ବି ଆମେ ଆପଣଙ୍କ କୃପାର ଋଣ ଶୁଝିପାରିବୁ ନାହିଁ। ମନୁଷ୍ୟର ଭିତରେ ଓ ବାହାରେ ଯେଉଁ ମଳ ବା ଅଶୁଭ ଜମିଯାଇଛି ତାହା ଦୂର ବା ନିର୍ମଳ କରିବା ନିମନ୍ତେ ଆପଣ ବାହାରେ ଆଚାର୍ଯ୍ୟ ରୂପରେ ରହି ଉପଦେଶ ଦିଅନ୍ତି ଏବଂ ଭିତରେ ଅନ୍ତରାତ୍ମା ରୂପରେ ରହି ଅଜ୍ଞାନ ହରଣ କରିଦିଅନ୍ତି। ଶେଷରେ ଭକ୍ତକୁ ନିଜର ସ୍ୱରୂପ ପ୍ରଦାନ କରିଦିଅନ୍ତି। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ବ୍ରହ୍ମାଦି ଈଶ୍ୱରମାନଙ୍କର ମଧ୍ୟ ଈଶ୍ୱର। ସେ ହିଁ ନିଜର ଶକ୍ତିରେ ସତ୍ତ୍ୱ ରଜ ଆଦି ଗୁଣମାନଙ୍କ ଦ୍ୱାରା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ରୂପ ଧାରଣ କରନ୍ତି। ଜଗତ ହେଉଛି ତାଙ୍କର ଖେଳ। ଉଦ୍ଧବ ଅନୁରାଗପୂର୍ଣ୍ଣ ଚିତ୍ତରେ ତାଙ୍କୁ ଏହି ପ୍ରଶ୍ନ ବା ପ୍ରଥମ ଦ୍ୱିତୀୟ ଶ୍ଲୋକର ଅର୍ଥ ଦ୍ରଷ୍ଟବ୍ୟ କରିବାରୁ ସେ ମନ୍ଦ ମନ୍ଦ ହୋଇ ମୃଦୁହାସ ପୂର୍ବକ ମଧୁର ଭାବରେ କହିବାକୁ ଆରମ୍ଭ କଲେ। ଶ୍ରୀ ଭଗବାନ କହିଲେ, ପ୍ରିୟ ଉଦ୍ଧବ, ତୁମର ଅନୁରାଗପୂର୍ଣ୍ଣ ବାଣୀ ଶୁଣି ମୁଁ ଆନନ୍ଦିତ ହେଲି। ଯେଉଁ ଭାଗବତ ଧର୍ମ ବା ଭକ୍ତର ଧର୍ମ ବା କର୍ତ୍ତବ୍ୟ ଶ୍ରଦ୍ଧାପୂର୍ବକ ଆଚରଣ କଲେ ମନୁଷ୍ୟ ଏହି ସଂସାର ରୂପୀ ଦୁର୍ଜୟ ମୃତ୍ୟୁକୁ ଅନାୟାସରେ ଜୟ କରିପାରିବ, ମୁଁ ତୁମକୁ ସେହି ମଙ୍ଗଳମୟ ଭାଗବତ ଧର୍ମ ବିଷୟରେ ଉପଦେଶ ଦେଉଛି ଶୁଣ।
हे उद्धव, मोर भक्त तार सकल कर्म केवल मोरी पाई करवा आवश्यक एवं सही सब कर्म करने बेले मते स्मरण करिवार अभ्यास मध्य क्रमशः बढ़ाइबाकु हेबो। एपरि कले किछि दिन मध्यरे तांको मन और चित्त मोठारु समर्पित होइजिवो। तांकर मन और आत्मा मोर धर्म रे ही मजिजिवो। साधु सन्त माने जो पवित्र स्थान रे निवास करती मोर भक्त सेठारे रहिबा उचित हेबो एवं देवता असुर अथवा मनुष्य मानक मध्य जो माने मोर अनन्य भक्त सेमानक आचरण अनुसरण करिबा उचित। उत्सव समय समस्त सहित मिसी अथवा एकाके नृत्य गीत वाद्य आदि महारजोचित आडंबर सहित मोर यात्रा आदि महोत्सव पालन करने उचित। मु आकाश परि बाहरे और भितरे सर्वत्र परिपूर्ण एवं आचरण शून्य। तेणु मते शुद्धांतकरण पुरुष सकल प्राणी तथा निज हृदय अवस्थित थिबार दर्शन करने आवश्यक। हे निर्मल बुद्धि उद्धव, जो साधक केवल यही ज्ञान दृष्टिर आश्रय नहीं सकल प्राणी मध्य और सकल पदार्थ मते दर्शन करती एवं सेमानंकु मोर ही स्वरूप बोली स्वीकार करती सेमानकर सत्कार करती तथा ब्राह्मण चंडाल चोर भक्त सूर्य अग्निकणा कृपालु क्रूर निर्विशेष समस्त ठारे समदृष्टि रखती ताकू ही प्रकृत ज्ञानी बोली बुझा आवश्यक। एपरि भाव में सकल नर नारी ठारे केवल मते ही निरंतर दर्शन कर चलिए अल्प किछि दिन मध्य साधकों मनरु स्पर्धा बा प्रतिद्वंदिता ईर्षा तिरस्कार और अहंकार आदि दोष दूर हो जाए। आपणा लोकंकर परिहास को मध्य भूके न करी लोकलज्जा छाड़ी उत्तम अधम आदि दैहिक दृष्टि छाड़ी कुकुर चांडाल गाई गोरु और गधठारे तथा निजठारे मध्य एक परमात्मा ही विराजमान अछंती बोली भावना रखी समस्त को तले पड़ी साष्टांग प्रणाम करने उचित। सकल जीव मोठारे अभिन्न बोली ए जो विश्वास ए जो भावना यह दृढ़ न हेबा जाए काय मन और वाक्य एहीपरि मोर उपासना करने को पड़ो। हे उद्धव, जदि एपरि भाव में सर्वत्र आत्माबुद्धि बा ब्रह्मबुद्धि अभ्यास कराजिबो तेबे अल्प किछि दिन मध्य साधकों ज्ञान उदय होइजिबो। से सबकिछि ब्रह्मस्वरूप बोली दर्शन करिपारिबे। एपरि महत दृष्टि उदय होगले सकल संशय स्वतः निवृत्त हो जाए एवं साधक भक्त मोर साक्षात्कार लाभ करी संसार उद्धार पाई जाती। काय मन और वाक्यर समस्त बुद्धि सकल प्राणी को भगवत दृष्टि दर्शन करिवार ए जो साधना मो मतरे यहाँ ही होउछि मते लाभ करिवार श्रेष्ठतम उपाय। हे उद्धव, यहाँ ही होउछि मोर भागवत धर्म। यह निष्ठार सहित आचरण करने थरे आरंभ करदे कौन प्रकार बाध विघ्न द्वारा भी एथिरे व्यतिक्रम घटो ना, कारण यही धर्म होउछि निष्काम एवं यह त्रिगुण द्वारा प्रभावित हुए ना। तेणु मु यहाकू सर्वोत्तम धर्म बोली स्थिर करिछि। यही भागवत धर्मर साधना एते सरल जे जदि यही धर्मर साधक भय शोक आदि समय मनरे जात होता भावना और कांद बोबाड़ी छाड़ा चलवा बुलवा आदि निरर्थक कर्म मध्य मते निष्काम भाव में समर्पण कर दियंती तेबे ताहा भी मते समर्पित होइथिबारु धर्म परिणत हो जाए। यही असत्य और मरणधर्मी शरीर रे मते अर्थात सत्य और अमृत स्वरूप परमात्मा को प्राप्त करिवार ही हेउछि बुद्धिमान मानक बुद्धि मतार और आत्मज्ञानी मानक ज्ञानर प्रकृष्ट परिचय। हे उद्धव, यह ही हेउछि समस्त ब्रह्म विद्यार रहस्य। मु तुमको यह संक्षिप्त और विस्तृत उभय प्रकार सुनाईदेली। यही रहस्य बुझीपारिबा देवता मानक पक्षरे मध्य अत्यंत कठिन। ए जो सुस्पष्ट और युक्तियुक्त ज्ञान मु तुम आगरे बारंबार वर्णना कली जे एहार धर्म उपलब्धि करि पारंती जे एहार मर्म उपलब्धि करि पारंती तांकर हृदय समस्त संशय ग्रंथि छिन्न भिन्न हो जाए एवं से मुक्त हो जाती। मु तुम प्रश्नर स्पष्ट और सरल उत्तर देदेली जे विचारपूर्वक आमर यही प्रश्नोत्तर को अंतर रे धारण करिवे से वेदर परम गोपनीय तत्व सनातन परम ब्रह्म को लाभ करिपारिबे। जे मोर भक्त मानकु ए विषयटी भल भाव स्पष्ट रूपे बुझाईदेव मु प्रसन्न होई सेही ज्ञानदाता को मोर स्वरूप प्रदान करदेवी तांकु आत्मज्ञानी कराईदेवी। हे उद्धव, तुमे मो मध्य ए जो कथोपकथन है यह तो हेउछि स्वयं पवित्र पुणी यह अन्य मानक भी पवित्र करदिए जे यह प्रतिदिन पढ़िबे एवं अन्य मानक सुनाइबे से यही ज्ञान दीप द्वारा अन्य मानक मोर दर्शन कराइथारु निजे पवित्र होइजिबे। जे केही हुअंतु ना कहीं से जदि यह श्रद्धापूर्वक प्रत्यह शुणिबे तांकर मोठारे परम भक्ति होइजिबो से कर्म बंधन मुक्त होइजिबो। हे प्रिय सखा, तुमे भल भाव ब्रह्मर स्वरूप बुझीपार तो
ତୁମ ଚିତ୍ତର ମୋହ ଓ ଶୋକ ଦୂର ହୋଇଗଲା ତ? ତୁମେ ଦାମ୍ଭିକ, ନାସ୍ତିକ, ଶଠ, ଅଶ୍ରଦ୍ଧାଳୁ, ଭକ୍ତିହୀନ, ଉଦ୍ଧତ ଲୋକଙ୍କୁ ଏହି ଜ୍ଞାନୋପଦେଶ କଦାପି ପ୍ରଦାନ କରିବ ନାହିଁ ଯେ ଏସବୁ ଦୋଷରୁ ମୁକ୍ତ, ବ୍ରାହ୍ମଣ ଭକ୍ତ, ପ୍ରେମୀ, ସାଧୁ ସ୍ୱଭାବର ଓ ଯାହାଙ୍କର ଚରିତ୍ର ପବିତ୍ର ତାଙ୍କୁ ଏହି ପ୍ରସଙ୍ଗ ଶୁଣାଇବା ଉଚିତ। ଯଦି ଶୂଦ୍ର ଓ ନାରୀ ମଧ୍ୟ ମୋ ପ୍ରତି ପ୍ରେମ ଭକ୍ତି ରଖିଥାନ୍ତି ତେବେ ସେମାନଙ୍କୁ ମଧ୍ୟ ଏହି ପ୍ରସଙ୍ଗ ଉପଦେଶ ଦେବା ଆବଶ୍ୟକ। ଦିବ୍ୟ ଅମୃତ ପାନ କରିବା ପରେ ଯେପରି ପାନ କରିବା ପାଇଁ ଆଉ କିଛି ବାକି ରହେ ନାହିଁ, ଏହି ଜ୍ଞାନ ଗ୍ରହଣ କରିସାରିବା ପରେ ସେହିପରି ଜିଜ୍ଞାସୁଙ୍କ ନିମନ୍ତେ ଗ୍ରହଣ କରିବା ପାଇଁ ବା ଜାଣିବା ପାଇଁ ଆଉ କିଛି ବାକି ରହିଯାଏ ନାହିଁ। ପ୍ରିୟ ଉଦ୍ଧବ, ଜ୍ଞାନ, କର୍ମ, ଯୋଗ, ବାଣିଜ୍ୟ ଓ ରାଜପଦରୁ ମନୁଷ୍ୟକୁ ଯଥାକ୍ରମେ ମୋକ୍ଷ, ଧର୍ମ, କାମ ଓ ଅର୍ଥ ରୂପକ ଫଳ ମିଳିଥାଏ। କିନ୍ତୁ ତୁମ ପରି ଅନନ୍ୟ ଭକ୍ତଙ୍କ ନିମନ୍ତେ କେବଳ ମୁଁ ହିଁ ହେଉଛି ଏହି ଚତୁର୍ବିଧ ପୁରୁଷାର୍ଥ। ମନୁଷ୍ୟ ମୋତେ ସକଳ କର୍ମ ଅର୍ପଣ କରିଦେଲେ, ଅନନ୍ୟ ଭାବରେ ମୋର ଶରଣକୁ ଆସିଗଲେ ଏବଂ କେବଳ ମୋରି ପାଇଁ ସକଳ କ୍ରିୟାକଳାପ କରିଦେଲେ, ତାର ସମସ୍ତ ବ୍ୟବହାର ମୋରି ସହିତ ହୁଏ। ସେ ମୋର ବିଶେଷ ପ୍ରିୟପାତ୍ର ହୋଇଯାଏ। ମୁଁ ତା ପାଇଁ କ'ଣ କ'ଣ କରିପାରିବି ବୋଲି ନିରନ୍ତର ଚିନ୍ତା କରେ। ତାର ଉପକାର କରିବା ନିମନ୍ତେ ମୋ ଭିତରେ ପ୍ରବଳ ଉତ୍କଣ୍ଠା ଜାଗି ଉଠେ। ଏପରି ଭାବରେ ମୋର ସେହି ଭକ୍ତ ଅମୃତତ୍ୱ ପାଇଯାଇ ମୋର ଆତ୍ମସ୍ୱରୂପ ହୋଇଯାଆନ୍ତି। ଶ୍ରୀ ଶୁକଦେବ କହି ଚାଲିଲେ, ହେ ପରୀକ୍ଷିତ, ଏପରି ଭାବରେ ଉଦ୍ଧବ ଯୋଗ ମାର୍ଗର ସମ୍ପୂର୍ଣ୍ଣ ଉପଦେଶ ପାଇଗଲେ। ଭଗବାନ ଶ୍ରୀକୃଷ୍ଣଙ୍କର ବଚନ ଶୁଣି ତାଙ୍କ ନେତ୍ର ଅଶ୍ରୁ ପ୍ଲାବିତ ହୋଇଗଲା। ପ୍ରେମର ବନ୍ୟାରେ ତାଙ୍କର କଣ୍ଠ ରୁଦ୍ଧ ହୋଇଗଲା। ସେ କରଯୋଡ଼ି ଚୁପ୍ ହୋଇଗଲେ ଏବଂ ତାଙ୍କ ମୁଖରୁ ବଚନ ସ୍ଫୁରଣ ହେଲା ନାହିଁ। ତାଙ୍କର ଚିତ୍ତ ପ୍ରେମାବେଶରେ ବିହ୍ୱଳ ହୋଇଯାଉଥାଏ। ସେ ସେହି ବିହ୍ୱଳତାକୁ ରଖିଲେ ଏବଂ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ଅନୁଭବ କରି ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ମୁଣ୍ଡ ମାଡ଼ି ପ୍ରଣାମ କଲେ ଏବଂ କରଯୋଡ଼ି ତାଙ୍କୁ ପ୍ରାର୍ଥନା କଲେ। ଉଦ୍ଧବ ପ୍ରାର୍ଥନା କଲେ, ହେ ବ୍ରହ୍ମାଙ୍କର ମଧ୍ୟ ଆଦି କାରଣ, ମୁଁ ଯେଉଁ ଘୋର ମୋହରୂପୀ ଅନ୍ଧକାରରେ ପଡ଼ିଥିଲି, ଆପଣଙ୍କ ପ୍ରଦତ୍ତ ଜ୍ଞାନାଲୋକ ତାହା ଦୂର କରିଦେଲା। ଆପଣଙ୍କ ନିକଟକୁ ଆସିଯିବାରୁ ତାହା ଚିରକାଳ ପାଇଁ ଦୂରୀଭୂତ ହୋଇଗଲା। ଯେ ଅଗ୍ନି ପାଖରେ ପହଞ୍ଚିଯାଏ, ତା ପାଖରେ କ'ଣ ଆଉ ଶୀତ ଓ ଅନ୍ଧକାର ଓ ସେଥିରୁ ଉତ୍ପନ୍ନ ହେଉଥିବା ଭୟ ରହିପାରେ? ଭଗବାନ ଆପଣ ଦୟାର୍ଦ୍ର ହୋଇ ଆଜି ଏ ସେବକକୁ ବିଜ୍ଞାନ ରୂପୀ ଦୀପର ଆଲୋକ ପ୍ରଦାନ କଲେ। ଆପଣ ମୋ ଉପରେ ପରମ ଅନୁଗ୍ରହ ବୃଷ୍ଟି କଲେ। ଏପରି ଲୋକ ଭଲା କିଏ ଥିବ ଯେ ଆପଣଙ୍କର ଉପକାର ଓ ମହତୀ କୃପା ଅନୁଭବ କରିବା ପରେ ଆପଣଙ୍କର ଏହି ଚରଣ କମଳକୁ ଛାଡ଼ିଦେଇ ଅନ୍ୟର ଶରଣ ପଶିବ? ଆପଣ ହିଁ ନିଜର ମାୟା ଦ୍ୱାରା ଆପଣଙ୍କ ସୃଷ୍ଟିର ବୃଦ୍ଧି ନିମନ୍ତେ ମୋତେ ଦାସାର୍ହ, ବୃଷ୍ଟି, ଅନ୍ଧକ ଓ ସାତ୍ୱତ୍ୱବଂଶୀ ଯାଦମାନଙ୍କ ସହିତ ଦୃଢ଼ ସ୍ନେହପାଶେ ବାନ୍ଧି ଦେଇଥିଲେ। ଆଜି ଆପଣ ହିଁ ଆତ୍ମବୋଧର ତୀକ୍ଷ୍ମ ତରବାରୀରେ ମୋର ସେହି ବନ୍ଧନକୁ ଅନାୟାସରେ କାଟିଦେଲେ। ହେ ମହାଯୋଗେଶ୍ୱର, ଆପଣଙ୍କୁ ମୁଁ ନମସ୍କାର କରୁଛି। ଏଥର କୃପା କରି ଏହି ଶରଣାଗତକୁ ଏପରି ଆଜ୍ଞା ଦିଅନ୍ତୁ ଯାହା ପାଳନ କଲେ ଆପଣଙ୍କ ପାଦପଦ୍ମରେ ମୋର ଅନନ୍ୟ ଭକ୍ତି ଅତୁଟ ରହିବ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଉଦ୍ଧବ, ମୁଁ ଆଜ୍ଞା ଦେଉଛି, ଏଥର ତୁମେ ବଦରିକାଶ୍ରମ ଚାଲିଯାଅ। ତାହା ତ ମୋର ହିଁ ଆଶ୍ରମ। ସେଠାରେ ମୋର ଚରଣ ଉଦକ ଗଙ୍ଗା ରୂପେ ପ୍ରବାହିତ ହେଉଛି। ସେହି ଗଙ୍ଗା ଜଳରେ ସ୍ନାନ କରି ଓ ତାହା ପାନ କରି ତୁମେ ପବିତ୍ର ହୋଇଯିବ। ଅଳକନନ୍ଦାଙ୍କ ଦର୍ଶନ ମାତ୍ରେ ତୁମର ସକଳ ପାପ ତାପ ନଷ୍ଟ ହୋଇଯିବ। ପ୍ରିୟ ଉଦ୍ଧବ, ତୁମେ ସେଠାରେ ବକଳ ବସ୍ତ୍ର ପିନ୍ଧିବ, ବନର କନ୍ଦମୂଳ ଫଳ ଖାଇ ରହିବ ଏବଂ କୌଣସି ଭୋଗ ପାଇଁ ମନ ବଳାଇ ଆତ୍ମାନନ୍ଦରେ ମଗ୍ନ ରହି ନିସ୍ପୃହ ବୃତ୍ତିରେ କାଳ କାଟିବ। ଶୀତ ଉଷ୍ମ, ସୁଖ ଦୁଃଖ ଯାହା କିଛି ଆସୁ ସବୁ ସ୍ଥିତିରେ ସମଭାବ ରଖି ସବୁ ସହିଯିବ। ସ୍ୱଭାବକୁ ସୌମ୍ୟ ରଖିବ, ଇନ୍ଦ୍ରିୟମାନଙ୍କୁ ବଶ ରଖିବ, ଚିତ୍ତ ଶାନ୍ତ ରଖିବ, ବୁଦ୍ଧିକୁ ସମାହିତ କରି ରଖିବ। ତୁମେ ସ୍ୱୟଂ ମୋ ସ୍ୱରୂପରେ ଜ୍ଞାନ ତଥା ଅନୁଭବରେ ମଗ୍ନ ରହିବ। ମୁଁ ତୁମକୁ ଯାହା କିଛି ଉପଦେଶ ଦେଇଛି ତାହା ଏକାନ୍ତରେ ବାରମ୍ବାର ବିଚାରପୂର୍ବକ ଅନୁଭବ କରିବ। ନିଜର ବାଣୀ ଓ ଚିତ୍ତ ମୋଠାରେ ହିଁ ଲଗାଇ ରଖିବ ଏବଂ ମୁଁ କହିଥିବା ଭାଗବତ ଧର୍ମରେ ପ୍ରେମର ସହିତ ମଜି ରହିବ। ଶେଷରେ ତୁମେ ତ୍ରିଗୁଣ ଓ ତ୍ରିଗୁଣ ସମ୍ବନ୍ଧୀୟ ଗତିମାନଙ୍କୁ ଅତିକ୍ରମ କରି ସେସବୁର ଊର୍ଦ୍ଧ୍ୱରେ ରହିଥିବା ମୋର ପରମାର୍ଥ ସ୍ୱରୂପରେ ମିଳିତ ହୋଇଯିବ। ଶ୍ରୀ ଶୁକଦେବ କହିଚାଲିଲେ, ହେ ପରୀକ୍ଷିତ, ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପର ଜ୍ଞାନ ସଂସାରର ଭେଦ ଭ୍ରମକୁ ଛିନ୍ନ ଭିନ୍ନ କରିଦିଏ। ସେ ଉଦ୍ଧବଙ୍କୁ ଏପରି ଉପଦେଶ ଦେବାରୁ ଉଦ୍ଧବ ତାଙ୍କୁ ପରିକ୍ରମା କରି ତାଙ୍କ ଚରଣରେ ମଥା ରଖି ପ୍ରଣାମ କଲେ। ଏଥିରେ ସନ୍ଦେହ ନାହିଁ ଯେ ଉଦ୍ଧବ ସଂଯୋଗ ବିଯୋଗରୁ ଜାତ ହେଉଥିବା ସୁଖ ଦୁଃଖ ରୂପୀ ଦ୍ୱନ୍ଦ୍ୱରେ ଊର୍ଦ୍ଧ୍ୱରେ ଥିଲେ,
କାରଣ ସେ ଭଗବାନଙ୍କର ନିର୍ଦ୍ୱନ୍ଦ୍ୱ ଚରଣ ଯୁଗଳରେ ଶରଣ ନେଇ ସାରିଥିଲେ। ତଥାପି ସେଠାରୁ ଚାଲିଯିବା ବେଳେ ତାଙ୍କର ଚିତ୍ତ ପ୍ରେମାବଶରେ ଆକୁଳ ହୋଇଗଲା। ସେ ତାଙ୍କ ନୟନରୁ ଝରି ପଡ଼ୁଥିବା ଅଶ୍ରୁଧାରାରେ ଭଗବାନଙ୍କର ଚରଣ କମଳକୁ ଆର୍ଦ୍ର କରିଦେଲା। ହେ ପରୀକ୍ଷିତ, ଭଗବାନଙ୍କର ପଦ ଯୁଗଳକୁ ଛାଡ଼ି ଦୂରକୁ ଚାଲିଯିବାକୁ ଉଦ୍ଧବ ଚାହୁଁନଥିଲେ। ସେ ଭାବୁଥିଲେ, ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣେ। କିନ୍ତୁ ଭଗବାନ ତ ସେପରି ଆଜ୍ଞା ଦେଇଥିଲେ। ତେଣୁ ପ୍ରଭୁଙ୍କ ବିଯୋଗରେ କାତର ହୋଇ ବଡ଼ କଷ୍ଟରେ ତାଙ୍କୁ ସେଠାରୁ ଚାଲିଯିବାକୁ ପଡ଼ିଲା। ଯିବା ସମୟରେ ସେ ଭଗବାନଙ୍କର କଠଉ ଦୁଇଟି ନିଜ ମୁଣ୍ଡରେ ମୁଣ୍ଡାଇଲେ ଏବଂ ପ୍ରଭୁଙ୍କୁ ବାରମ୍ବାର ପ୍ରଣାମ କରି ସେଠାରୁ ବିଦାୟ ନେଲେ। ଭଗବାନଙ୍କର ପରମ ପ୍ରେମୀ ଭକ୍ତ ଉଦ୍ଧବ ହୃଦୟରେ ପ୍ରଭୁଙ୍କର ଦିବ୍ୟ ଛବି ଧାରଣ କରି ବଦରିକା ସମୟରେ ପହଞ୍ଚିଲେ ଏବଂ ସେଠାରେ ତପମୟ ଜୀବନ ଯାପନ କରି ଜଗତର ଏକମାତ୍ର ହିତୈଷୀ ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶ ଅନୁସାରେ ତାହାଙ୍କର ସ୍ୱର୍ପଭୂତ ପରମ ଗତି ଲାଭ କଲେ। ଶିବ ଆଦି ଯୋଗେଶ୍ୱରମାନେ ମଧ୍ୟ ଯେଉଁ ସଚ୍ଚିଦାନନ୍ଦ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ଯୁଗଳରେ ସେବା କରି ଚାଲିଛନ୍ତି, ସେ ସ୍ୱୟଂ ନିଜ ଶ୍ରୀମୁଖରେ ତାଙ୍କର ପରମପ୍ରେମୀ ଭକ୍ତ ଉଦ୍ଧବଙ୍କୁ ଏହି ଜ୍ଞାନାମୃତ ବିତରଣ କରିଥିଲେ। ଏହି ଜ୍ଞାନାମୃତ ହେଉଛି ଆନନ୍ଦ ମହାସାଗରର ସାରବସ୍ତୁ। ଯେ ଏହା ଶ୍ରଦ୍ଧାର ସହିତ ସେବନ କରନ୍ତି, ସେ ନିଜେ ତ ମୁକ୍ତ ହୋଇଯାଆନ୍ତି, ତାଙ୍କର ସାନ୍ନିଧ୍ୟ ପାଇ ସାରା ଜଗତ ମଧ୍ୟ ମୁକ୍ତ ହୋଇଯାଏ। ହେ ପରୀକ୍ଷିତ, ଭଗବାନ ପୂର୍ବରୁ ଯେପରି କ୍ଷୀରସାଗରରୁ ଅମୃତ ବାହାର କରି ତାଙ୍କର ଆଶ୍ରିତମାନଙ୍କୁ ପ୍ରଦାନ କରିଥିଲେ, ବେଦକୁ ପ୍ରକାଶ କରିଥିବା ସେହି ଭଗବାନ ସ୍ୱୟଂ ଏବେ ସେହିପରି ଜ୍ଞାନ ବିଜ୍ଞାନର ଓ ବେଦର ସାରକୁ ଭ୍ରମର ପରି ସଂଗ୍ରହ କରି ଭକ୍ତଜନଙ୍କର ଭବ ଭୟ ହରଣ କରିବା ନିମନ୍ତେ ପ୍ରକାଶିତ କରିଛନ୍ତି। ସେହି ପୁରୁଷୋତ୍ତମ ତଥା ଜଗତର ଆଦି କାରଣ ଶ୍ରୀକୃଷ୍ଣଙ୍କୁ ମୁଁ ପ୍ରଣାମ କରୁଛି। ଏହି ଥିଲା ଏ ଅଧ୍ୟାୟର ବ୍ୟାଖ୍ୟା। ଏହି ସୁନ୍ଦର ଅଧ୍ୟାୟର ଶୁଣି ଆମେ ଭାଗବତ ଧର୍ମ ବା ମଣିଷର କର୍ତ୍ତବ୍ୟ କର୍ମ ଏବଂ ଭଗବତ ଭକ୍ତି ପ୍ରତି କିପରି ଜାଣିବା ଏବଂ ତାହାକୁ ଆଗକୁ ବଢ଼ାଇ ନେବା, ତାହା ଚିନ୍ତା କରିବାର ଆବଶ୍ୟକ ରହିଛି। କଳିଯୁଗ ଚାରିଯୁଗ ମଧ୍ୟରେ ଶ୍ରେଷ୍ଠ ଯୁଗ, କିନ୍ତୁ ଏହାର କୁପ୍ରଭାବ ଅତ୍ୟନ୍ତ ସାଂଘାତିକ। ଯେଉଁମାନେ ଶାସ୍ତ୍ର ଅଧ୍ୟୟନ କରୁନାହାନ୍ତି, ନିଶ୍ଚିତ ଭାବେ ଶାସ୍ତ୍ରକୁ ଅଧ୍ୟୟନ କରନ୍ତୁ। ଫଳରେ କାଳର କୁପ୍ରଭାବରୁ ଆପଣ ବର୍ତ୍ତି ପାରିବେ। କାରଣ କଳିଯୁଗର ବ୍ରହ୍ମଚାପୁଡ଼ା ଭାରି ସାଂଘାତିକ। ଧାରାବାହିକ ଭାବେ ଶୁଣିବା ପାଇଁ ଚ୍ୟାନେଲଟିକୁ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରନ୍ତୁ ଏବଂ ଧାରାବାହିକ ଭାବେ ଶୁଣନ୍ତୁ। ଆପଣମାନେ ତ ଶାସ୍ତ୍ର ଅଧ୍ୟୟନ କରୁନାହାନ୍ତି, ଅନ୍ତତଃ ପକ୍ଷେ କିଛି କିଛି ସମୟ ଦେଇ ଗୋଟିଏ ଅଧ୍ୟାୟ ନିଶ୍ଚିନ୍ତ ଶୁଣନ୍ତୁ। ଫଳରେ ଆପଣଙ୍କର ଜୀବନ ସାର୍ଥକ ହେବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।